ଯାତ୍ରା ପୁସ୍ତକ 39 ପଦ। ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ। ପୁଣି ସେ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ଏଫୋଦ୍ ବସ୍ତ୍ର ପ୍ରସ୍ତୁତ କଲେ। ଅର୍ଥାତ୍ ସେମାନେ ସ୍ୱର୍ଣ୍ଣ ଫିଟାଇ ପିତ୍ତଳ ପାତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରି କଲେ। ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ। ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସୁବର୍ଣ୍ଣ ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ନିର୍ମିତ ହେଲା। ଆହୁରି ସେମାନେ ଇସ୍ରାଏଲ ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରା ନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣ ଧାରରେ ଖଚିତ 2 ମେଦକ ମଣି ପ୍ରସ୍ତୁତ କଲେ। ପୁଣି ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର 2 ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ। ଅନନ୍ତର ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ। ତାହା ଚତୁଷ୍କୋଣ ଥିଲା। ଅର୍ଥାତ୍ ସେମାନେ ସେହି ବୁକୁପଟା ଦୋହାର୍ଗ କରି ଏକ ଚାଖଣ୍ଡ ଦୀର୍ଘ ଏକ ଚାଖଣ୍ଡ ପ୍ରସ୍ତୁତ କଲେ। ପୁଣି ତାହା 4 ପଙ୍କ୍ତି ମଣିରେ ଖଚିତ କଲେ। ତହିଁର ପ୍ରଥମ ପଙ୍କ୍ତିରେ ଚୁଣି ଓ ପିତ୍ତମଣି ଓ ମରକତ, ଦ୍ୱିତୀୟ ପଙ୍କ୍ତିରେ ପଦ୍ମରାଗ ଓ ନୀଳକାନ୍ତ ଓ ହୀରକ, ତୃତୀୟ ପଙ୍କ୍ତିରେ ପେରୋଜ ଓ ଜିସ୍ମ ଓ କଟାହେଳା, ପୁଣି ଚତୁର୍ଥ ପଙ୍କ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣଧାରରେ ବସାଗଲା। ପୁଣି ଇସ୍ରାଏଲ ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମ ଅନୁସାରେ 12 ହେଲା ଓ ମୁଦ୍ରା ନ୍ୟାୟ ଏକ ଏକ ମଣିରେ 12 ବଂଶର ଏକ ଏକ ନାମ ରହିଲା। ଏ ଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳାତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ। 2 ସ୍ୱର୍ଣ୍ଣଧାର ଓ 2 ସ୍ୱର୍ଣ୍ଣ କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରେ ସେହି 2 କଡ଼ା ଲଗାଇଲେ। ଆଉ ବୁକୁପଟାର ପ୍ରାନ୍ତସ୍ଥିତ 2 କଡ଼ା ମଧ୍ୟରେ ସେହି 2 ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ। ପୁଣି ମୋଡ଼ା ଜଞ୍ଜିରର 2 ମୁଣ୍ଡ ଓ 2 ଆଧାରରେ ବନ୍ଦ କରି ଏଫୋଦ୍ ବସ୍ତ୍ର ସମ୍ମୁଖସ୍ଥ 2 ସ୍କନ୍ଧପଟି ଉପରେ ରଖିଲେ। ପୁଣି ସେମାନେ 2 ସ୍ୱର୍ଣ୍ଣ କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ। ସେମାନେ ଆଉ 2 ସ୍ୱର୍ଣ୍ଣ କଡ଼ା କରି ଏଫୋଦର 2 ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ। ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା। ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କଲେ। ସେହି ଚୋଗା ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା, ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରିପାଖରେ ବୁଣା କର୍ମ ଥିଲା। ପୁଣି ସେମାନେ ଚୋଗାର ଅଞ୍ଚଳର ଚତୁର୍ଦିଗରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳାସୂତ୍ରରେ ଡାଳିମ୍ବ ନିର୍ମାଣ କଲେ। ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟ ରଖିଲେ। ଅର୍ଥାତ୍ ସେବାକରଣାର୍ଥେ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ ଏହି ରୂପ କଲେ। ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ରକ୍ଷମ ସୂତ୍ର ଦ୍ୱାରା ତନ୍ତୁବାୟୁ ନିର୍ମିତ ଜାମା ଓ ଶୁଭ୍ରକ୍ଷମ ସୂତ୍ର ନିର୍ମିତ ପାଗ ଓ ଶୁଭ୍ରକ୍ଷମ ସୂତ୍ର ନିର୍ମିତ ଶିରଭୂଷଣ ଓ ବଳା ଶୁଭ୍ରକ୍ଷମ ସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ। ଆଉ ବଳା ଶୁଭ୍ରକ୍ଷମ ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ରରେ ସୂଚିକର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ। ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ
କରି ଖୋଦିତ ମୁଦ୍ରା ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହା ଲେଖିଲେ। ପୁଣି ଉର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ଏହି ପ୍ରକାରେ ସମାଗମ ତମ୍ବୁ ରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ଇସ୍ରାଏଲ ସନ୍ତାନଗଣ ତାହା କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ। ଅନନ୍ତର ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘୁଣ୍ଡି, ପଟା, ଅର୍ଗଳ ଆଉ ସ୍ତମ୍ଭ ଓ ଚୁଙ୍ଗି। ପୁଣି ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଓ ଶିଶୁକ ଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର, ସାକ୍ଷ୍ୟ ସିନ୍ଦୁକ ଓ ତହିଁର ସାଙ୍ଗି ଓ ପାପାଛଦନ, ମେଜ, ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୋଟି, ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର, ଦୀପାର୍ଥକ ବଳି ଆଉ ସ୍ୱର୍ଣ୍ଣମୟ ବେଦୀ ଓ ଅଭିଷେକାର୍ଥକ ତୈଳ ଓ ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ପିତ୍ତଳର ବେଦୀ ଓ ତହିଁର ପିତ୍ତଳ ଝାଞ୍ଜିରି, ତହିଁର ସାଙ୍ଗି ଓ ସକଳ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗି ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜୁ ଓ ମେଖ, ସମାଗମ ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର, ପବିତ୍ର ସ୍ଥାନରେ ସେବା କରଣାର୍ଥ ସୁଶୋଭିତ ବସ୍ତ୍ର ଅର୍ଥାତ୍ ହାରଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜନ କର୍ମ ସମ୍ବନ୍ଧୀୟ ବସ୍ତ୍ର ଇତ୍ୟାଦି ଯେ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ ସନ୍ତାନଗଣ ତାହା ସବୁ ସମ୍ପନ୍ନ କଲେ। ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି। ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି ସବୁ କରିଥିଲେ। ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।